essay ରଚନା a school library ଆମ ବିଦ୍ୟାଳୟ ଗ୍ରନ୍ଥାଗାର both in English and ଓଡ଼ିଆ languages ଉଭୟ ଇଂରାଜୀ ଏବଂ ଓଡ଼ିଆ ଭାଷାରେ There is a good library in a school ଆମ ବିଦ୍ୟାଳୟରେ ଏକ ଭଲ ଗ୍ରନ୍ଥାଗାର ଅଛି It contains approximately 10 million books ଏଥିରେ ପାଖାପାଖି 10 ଲକ୍ଷ ବହି ଅଛି A variety of books have been collected and kept in this library for children to read ପିଲାମାନଙ୍କ ପଢ଼ିବା ପାଇଁ ବିଭିନ୍ନ ପ୍ରକାରର ବହି ସଂଗ୍ରହ କରି ଏହି ଗ୍ରନ୍ଥାଗାରରେ ରଖାଯାଇଛି All those books are written in different languages ସେହି ସବୁ ବହି ବିଭିନ୍ନ ଭାଷାରେ ଲେଖାଯାଇଛି These books greatly expand our scope of knowledge ଏହି ବହି ସବୁ ଆମର ଜ୍ଞାନର ପରିସରକୁ ବହୁଗୁଣିତ କରେ There is a librarian to take care of these books ଏହି ସବୁ ବହିର ଯତ୍ନ ନେବା ପାଇଁ ଜଣେ ଗ୍ରନ୍ଥରକ୍ଷକ ଅଛନ୍ତି The books have barcodes on them ବହିଗୁଡ଼ିକ ଉପରେ ବାରକୋଡ୍ ଲାଗିଛି We go there in a stipulated period and read books ଆମେ ନିର୍ଦ୍ଧାରିତ ପିରିୟଡ଼ରେ ସେଠାକୁ ଯାଉ ଓ ବହି ପଢ଼ୁ Some books are given to us to read at home କିଛି ବହି ଆମ ଘରେ ପଢ଼ିବାକୁ ଦିଆଯାଏ Our school library is truly a blessing to us ସତରେ ଆମ ବିଦ୍ୟାଳୟ ଗ୍ରନ୍ଥାଗାର ଆମ ପାଇଁ ଏକ ବରଦାନ ଅଟେ ଏହି ଭିଡ଼ିଓ ଲେସନରେ ରଚନାଟିକୁ ଉଭୟ ଓଡ଼ିଆ ଓ ଇଂରାଜୀରେ ପ୍ରଦାନ କରାଯାଇଛି ଯାହା ଓଡ଼ିଆ ମିଡ଼ିୟମ୍ ପିଲାମାନଙ୍କ ପାଇଁ ବରଦାନ ସଦୃଶ ଅଟେ ସେମାନଙ୍କର ଇଂରାଜୀ ଶିକ୍ଷଣରେ ଏହା ସହାୟକ ହେବ ସେମାନେ ନିଜ ମାତୃଭାଷାରେ ଦିଆଯାଇଥିବା ଇଂରାଜୀ ବାକ୍ୟକୁ ବୁଝିବାକୁ ସକ୍ଷମ ହେବେ ଏହିସବୁ କ୍ରିଏଟିଭ୍ ରାଇଟିଂ ଲିସନିଂ ସ୍ପିକିଂ ଇଂଲିଶରେ ନିଜର ଦକ୍ଷତା ବୃଦ୍ଧି କରିବାକୁ ଆପଣଙ୍କ ପ୍ରିୟ ଶିକ୍ଷକ ଶ୍ରୀଯୁକ୍ତ କନିଷ୍କ କୁମାର ଦାସଙ୍କ ସହ ଯୋଡ଼ି ରୁହନ୍ତୁ ଏବଂ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ ଲାଇକ୍ ଓ ସେୟାର କରିବାକୁ ଆଦୌ ଭୁଲନ୍ତୁ ନାହିଁ